କିଛି ମାଲିକ ଥାଆନ୍ତି ନାଟକ ସୁପର ହିଟ୍ କଲେ ହେଇଯିବ ତା ପୂର୍ବରୁ ବି କଣ୍ଟ୍ରୋଭର୍ସି ତିଆରି କରନ୍ତି। ଯଦି ସନାତନକୁ ନେଇକି ଯଦି ଏମିତି ହେଲା କେମିତି ସାମ୍ନା କରିବେ ଆପଣ? ଆମେ ଆମ ଧର୍ମକୁ ଦେଖେଇବୁ, ଆମେ ଧର୍ମର ପ୍ରଚାର କରୁଛୁ। ଆମ ଧର୍ମକୁ ଆମେ ପ୍ରଚାର କରୁ। ଜନନୀ ଜଠରରୁ ମୁଁ ହିନ୍ଦୁ, ମୋ ଦେହରେ ହିନ୍ଦୁତ୍ୱର ରକ୍ତ ବହୁଛି। ମୋ ଆରାଧ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ। ମୋ ଧର୍ମକୁ ନେଇ ମୁଁ ଭାରି ସ୍ୱାଭିମାନୀ। ସନାତନ ଧର୍ମକୁ ନେଇକି ଏକ ନାଟକ ଆସୁଛି ସନାତନ କହିବେ। ସନାତନୀକୁ ନେଇ ମୁଁ ବହୁତ ଉତ୍ସାହିତ, ବହୁତ ଖୁସି ଆଉ ବହୁତ ଗର୍ବିତ ମଧ୍ୟ। ନୂଆ ନାଟକଟେ ହେଉଛି ଏଇଟା, କିଛି ସମାଜକୁ ଶିଖେଇଲା ଭଳିଆ ନାଟକଟିଏ, ସମାଜକୁ କିଛି ବାର୍ତ୍ତା ଦେଲା ଭଳିଆ ନାଟକଟେ। ଯେହେତୁ ମୁଁ ସେଇଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛି ତ ମୁଁ ସେଥିପାଇଁ ବହୁତ ଏକ୍ସାଇଟେଡ୍, ବହୁତ ଖୁସି। ଗୋଟେ ପାଟିର ନାଟକ ଆସିଲା ବଜରଙ୍ଗୀ ଉପରେ, ଧର୍ମ ଉପରେ ସୁପରହିଟ୍ ହେଇଛି, ଲାଗୁଛି ସନାତନ ସୁପରହିଟ୍ ହେବ। ନିଶ୍ଚୟ ସୁପରହିଟ୍ ହେବ, ସନାତନୀ ନିଶ୍ଚୟ ସୁପରହିଟ୍ ହେବ। ଆମେ କିଛି ଶିକ୍ଷା ଦେବୁ। ଆଗରୁ ଦେଖାଯାଉଥିଲା ଅଶ୍ଳୀଳତା ହଉ ଇଏ ହଉ ନାଟକ ଗଲେ ନାଟକରେ ଦେଖେଇଲେ ହିଟ୍ ହେଉଥିଲା, କିନ୍ତୁ ଏବେ ଲୋକ ପରିବର୍ତ୍ତନ ହେଲେଣି, ଧର୍ମ ଉପରେ ଏବେ ବେଶୀ ଗୁରୁତ୍ୱ ଦେଉଛନ୍ତି, ତାକୁ ନଜର ରଖି ସନାତନ ହେଲା। ସେଥିପାଇଁ ନାଇଁ ସେମିତି କିଛି ନାହିଁ। ଆମେ କିନ୍ତୁ ଆମେ ଚିନ୍ତା କରିଥିଲୁ ଯେ ଆମେ ଦର୍ଶକଙ୍କୁ କିଛି ନୂଆ ଟେଷ୍ଟ ଦେବୁ। ତେଣୁ ବହୁତ କିଛି ଡିସ୍କସନ୍ ପରେ ଆମେ ଭାବିଲୁ ଯେ ଏଇ ସନାତନୀ ଆମେ ନାଟକଟେ କରିବୁ, ଆମ ଧର୍ମକୁ ନେଇକି, ଆମ ସଂସ୍କୃତିକୁ ନେଇକି। ଆଲୋଚନା ହେଉଥିଲା ବିగ్ ବଜେଟ୍ର ଆସୁଛି ସନାତନ। ହଁ, ବିగ్ ବଜେଟ୍ର କିଛି ଖର୍ଚ୍ଚ ଅଛି, ଯେହେତୁ ଧର୍ମ ଉପରେ ହେଉଛି, ଆମେ ନିଶ୍ଚୟ କିଛି ଭଲ କରିକି ଲୋକଙ୍କୁ ଦେଖେଇବୁ। ସୁଟିଂ କେବେ ଆରମ୍ଭ ହେବ? ସୁଟିଂ ଏଇ ଅଳ୍ପ ଦିନ ଭିତରେ। ଗଣମାଧ୍ୟମ ଦେଖିଲା ଯେ ହେଲିକପ୍ଟର କିଛି ଚମତ୍କାର ଆପଣ ହେଲିକପ୍ଟର ଆସୁଛନ୍ତି, କିଏ ଘୋଡ଼ାରେ ଆସିଥିଲେ, ଆପଣ ହେଲିକପ୍ଟର କିଏ ଘୋଡ଼ା ହେଲାଣି, କିଏ ସାପ ହେଲାଣି, କିଏ ଆଜ୍ଞା ହେଲିକପ୍ଟର ୟୁଜ୍ ହବ? ନାଇଁ ସେଟା ମୁଁ ଅବଶ୍ୟ ଜାଣିନି। ଆମ ପ୍ରଯୋଜକ ନିର୍ଦ୍ଦେଶକ ଯାହା କରିବେ ମୁଣ୍ଡକୁ କେତେବେଳେ କଣ ଆସୁଛି ଆଜ୍ଞା ଜାଣିବିନି। ଦେଖିବାକୁ ଗଲେ ଯେତେବେଳେ ଭାରତ କଥା ଗଲେ ଓଡ଼ିଶାରେ କହିଲେ ରାଜ୍ୟରେ କୌଣସି ପାର୍ଟିର ନାହିଁ, ସେ ରୋବଟ ନେଇଗଲେ। ହଁ, ରୋବଟ କାହା ପାଖରେ ନାହିଁ। ତାଙ୍କ ଭିତରେ ବହୁତ ଭଲ ଭଲ ଚିନ୍ତାଧାରାର କଥା ଅଛି। ତେଣୁ ମୁଁ ଭାବୁଛି ଯେ ସେ ସବୁ କଲେ ଦର୍ଶକ ନିଶ୍ଚୟ ପସନ୍ଦ କରିବେ। ସନାତନୀ ନାଁଟା ଯେମିତି ଆମ ହିନ୍ଦୁତ୍ୱକୁ ବୁଝଉଛି, ଅନ୍ୟ ଧର୍ମକୁ କିଛି ଆକ୍ଷେପ କରାହେଇଛି କି? ନାଇଁ ସେମିତି କିଛି ହେଇନି ବର୍ତ୍ତମାନ ପର୍ଯ୍ୟନ୍ତ। ମୁଁ ଏତେ ଭିତରକୁ ଯାଇନି ନାଟକ ବିଷୟରେ, ମୁଁ ଜାଣିନି। ବଟ୍ ମୁଁ ଏତିକି ଜାଣିଛି ଯେ ନାଟକକୁ ନେଇକରି ଆମେ କିଛି ଶିକ୍ଷା ଦେଇପାରିବୁ। ତାକୁ ନେଇକରି କଣ୍ଟ୍ରୋଭର୍ସି କରିବା ପାଇଁ ଆମର ଲକ୍ଷ୍ୟ ନୁହଁ। ଆମେ କିଛି ଲୋକଙ୍କୁ ଭଲ ଜିନିଷ ଦେଖେଇବୁ, ଏଇଟା ହେଉଛି ଆମର ଲକ୍ଷ୍ୟ। ଲୋକ ଦେଖିକିରି କିଛି ଶିଖିବେ, ଖୁସି ହେବେ। କିଛି ମାଲିକ ଥାଆନ୍ତି ନାଟକ ସୁପର ହିଟ୍ କଲେ ହେଇଯିବ ତା ପୂର୍ବରୁ ବି କଣ୍ଟ୍ରୋଭର୍ସି ତିଆରି କରନ୍ତି। ଯଦି ସନାତନକୁ ନେଇକି ଯଦି ଏମିତି ହେଲା କେମିତି ସାମ୍ନା କରିବେ ଆପଣ? ସେଇଟା ତ ସେମିତି କିଛି ହବନି ବୋଲି ମୋର ବିଶ୍ୱାସ। ପୂର୍ବରୁ ଗୋଟେ ଫିଲ୍ମ ଆସିଥିଲା, ରିଲିଜ ପୂର୍ବରୁ ରାସ୍ତାରେ ବହୁତ ପ୍ରତିବାଦ ମଧ୍ୟ କଲେ ଅଲଗା ଧର୍ମ ବାଲା। ସେମାନଙ୍କୁ କଣ ମେସେଜ ଦେବେ ସେମାନେ ପ୍ରତିବାଦ କରିବେ? ନାଟକ ଦେଖି ପ୍ରତିବାଦ କରିବା ଭଲ ହବ? ନାଇଁ ଏଇଟା ଉଚିତ ନୁହଁ। ଆମେ କାହାରିକୁ ସେମିତି ଇଏ କଲା ଭଳିଆ। ହଁ, ମୁଁ ନାଟକ ଥରେ ଦେଖିବେ, ଦେଖିଲା ପରେ ଯଦି ଭଲ ଲାଗିବ ତାହେଲେ କହିପାରିବେ କୌଣସି ଧର୍ମକୁ ଆକ୍ଷେପ କଲା ଭଳିଆ ସନାତନ କରାଯାଇ ନାହିଁ। ନାଇଁ, କୌଣସି ଧର୍ମକୁ ଆକ୍ଷେପ କଲା ଭଳିଆ କରାଯାଇ ନାହିଁ। କିନ୍ତୁ ଆମ ଧର୍ମରେ ଆମେ ଆମ ଧର୍ମକୁ ଦେଖେଇବୁ, ଆମେ ଧର୍ମର ପ୍ରଚାର କରୁଛୁ, ଆମ ଧର୍ମକୁ ଆମେ ପ୍ରଚାର କରିବୁ। ବାଘ ଥିଲା ଆଘାତ ଦଉଛି ନାଟକ ଦେଖନ୍ତୁ ବାସ୍। ଯଦି କାହାକୁ ବ୍ୟାଘାତ ହବ ଆପଣ ଆସିକି ନାଟକ ଦେଖିବେ। ଆଜ୍ଞା, ଆପଣ ଗୋଟେ ସଂଳାପ ମଧ୍ୟ କହୁଥିଲେ, ଯୋଉଟା ସନାତନ ଥିଲା, ସେ ସଂଳାପ ଜନନୀ ଜଠରରୁ ମୁଁ ହିନ୍ଦୁ, ମୋ ଦେହରେ ହିନ୍ଦୁତ୍ୱର ରକ୍ତ ବହୁଛି। ମୋ ଆରାଧ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ। ମୋ ଧର୍ମକୁ ନେଇ ମୁଁ ଭାରି ସ୍ୱାଭିମାନୀ। ସନାତନୀ, ମୁଁ ସନାତନୀ। ଆଗକୁ ଯାଉ ସନାତନୀ, ବଢ଼ି ଯାଉ। ଥ୍ୟାଙ୍କ ୟୁ।